ମୁମ୍ବାଇକୁ ତା'ର ଘରୋଇ ଗ୍ରାଉଣ୍ଡରେ ଗତକାଲି ରାତିରେ ଗୁଜରାଟ ଟାଇଟନ୍ସ ଯେଉଁଭଳି ଭାବରେ ପ୍ରଦର୍ଶନ କରି ପରାଜିତ କଲା ତାହା ଅତି ଅଦ୍ଭୁତ ଓ ଅବର୍ଣ୍ଣନୀୟ ଥିଲା। ଯଦିଓ ବର୍ଷା ଏଥିରେ ବାଧକ ସାଜିଥିଲା, ତଥାପି ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକ ଅପେକ୍ଷା କରିଥିଲେ ଏବଂ ଶେଷରେ ଫଳାଫଳ ଗୁଜରାଟ ଟାଇଟନ୍ସ ବିପକ୍ଷରେ ଯାଇଥିଲା। ତେବେ ଯାହା ବି ହେଉ, ଏହି ବିଜୟ ସହ ପଏଣ୍ଟ ଟେବୁଲ ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଛି ଗୁଜରାଟ ଟାଇଟନ୍ସ। ଏବେ ଦଳ 11ଟି ମ୍ୟାଚ୍ ଖେଳିସାରିଛି, ସେଥିରୁ 16 ପଏଣ୍ଟ ପାଇଛି ଏବଂ 1 ନମ୍ବର ସ୍ଥାନରେ ରହିଛି ଟେବୁଲରେ। ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର 11ଟି ମ୍ୟାଚ୍ରୁ 16 ପଏଣ୍ଟ ସହିତ ଦ୍ୱିତୀୟ, ପଞ୍ଜାବ କିଙ୍ଗସ୍ 15 ପଏଣ୍ଟ ସହିତ ତୃତୀୟ ସ୍ଥାନ ରହିଛି। ମୁମ୍ବାଇ ଇଣ୍ଡିଆନ୍ସ 12ଟି ମ୍ୟାଚ୍ରୁ 14 ପଏଣ୍ଟ ପାଇ ଚତୁର୍ଥ ସ୍ଥାନରେ ରହିଛି। ଦିଲ୍ଲୀ କ୍ୟାପିଟାଲ୍ସ 13 ପଏଣ୍ଟ ପାଇ ପଞ୍ଚମ ସ୍ଥାନରେ ରହିଛି। ଯଦିଓ ଏପର୍ଯ୍ୟନ୍ତ କିଏ ପ୍ଲେ ଅଫ୍ ଖେଳିବେ ଚୂଡ଼ାନ୍ତ ହୋଇନି, ତଥାପି ଆମକୁ ଆଉ ଗୋଟିଏ ଦୁଇଟି ରାଉଣ୍ଡ ଅପେକ୍ଷା କରିବାକୁ ପଡ଼ିବ ଏବଂ ତାପରେ ସ୍ପଷ୍ଟ ହୋଇଯିବ। ତେଣୁ ଏଥିରୁ ସ୍ପଷ୍ଟ ଯେ ଗୁଜରାଟ, ବାଙ୍ଗାଲୋର, ପଞ୍ଜାବ ଏବଂ ମୁମ୍ବାଇ ଏମାନଙ୍କ ଭିତରୁ ଏ ଚାରୋଟି ଦଳ ପ୍ଲେ ଅଫ୍ ଦୌଡ଼ରେ ରହିଛନ୍ତି ଏବଂ ଏମାନେ ନିଜର ସ୍ଥିତିକୁ ଦୃଢ଼ କରିସାରିଛନ୍ତି। ଯଦି ଦିଲ୍ଲୀ ପରବର୍ତ୍ତୀ 3ଟି ମ୍ୟାଚ୍ରେ ଭଲ ପ୍ରଦର୍ଶନ କରୁଛି, ହୁଏତ ଦିଲ୍ଲୀକୁ ମଧ୍ୟ ସୁଯୋଗ ମିଳିପାରେ।